ବୈଦିକ ଯୁଗର ଶିକ୍ଷା ବ୍ୟବସ୍ଥା କିପରି ଥିଲା? କ'ଣ କହିଛି ନା ଯେଉଁ ବୈଦିକ ଯୁଗ ଥିଲା ସେହି ବୈଦିକ ଯୁଗରେ ତା'ର ଶିକ୍ଷା ବ୍ୟବସ୍ଥାଟି କିପରି ଥିଲା? ତ ଏହାର ଆନ୍ସରଟି କ'ଣ ହେବ ଦେଖ। ବୈଦିକ ଯୁଗରେ ଶିକ୍ଷା ପ୍ରତି ଆର୍ଯ୍ୟମାନଙ୍କର ବିଶେଷ ଆଗ୍ରହ ଥିଲା। ଫାର୍ଷ୍ଟ ଲାଇନ୍ କ'ଣ ଲେଖିବ ଯେ ବୈଦିକ ଯୁଗରେ ଶିକ୍ଷା ପ୍ରତି କ'ଣ ଥିଲା ନା ଆର୍ଯ୍ୟମାନଙ୍କର ବିଶେଷ ଆଗ୍ରହ ଥିଲା। ଋଷି ଆଶ୍ରମ ଥିଲା ଶିକ୍ଷାୟତନ ମିନ୍ସ କ'ଣ ସେହି ସମୟରେ କୌଣସି ସ୍କୁଲ କିମ୍ବା କଲେଜ ନଥିଲା। ସେ ସମୟରେ କ'ଣ ଥିଲା ନା ଋଷି ଆଶ୍ରମ ଥିଲା ଏବଂ ସେହି ଆଶ୍ରମରେ କ'ଣ କରାଯାଉଥିଲା ନା ଶିକ୍ଷାଦାନ କରାଯାଉଥିଲା। ସେଠାରେ ମୌଖିକ ଭାବରେ ଶିକ୍ଷାଦାନ ବ୍ୟବସ୍ଥା ଥିଲା ମିନ୍ସ କ'ଣ ତୁମର ଓରାଲି ମିନ୍ସ କ'ଣ କରୁଥିଲେ ନା ଟିଚର ବା ଯେଉଁ ଗୁରୁ ଥିଲେ ସେ କ'ଣ କରୁଥିଲେ କହୁଥିଲେ ଏବଂ ଶିଷ୍ୟମାନେ ତାକୁ ଶୁଣି ଶୁଣି ମନେ ରଖୁଥିଲେ। ସେହି ସମୟରେ କ'ଣ ନା ଲିଖନ ପ୍ରଣାଳୀ ନଥିଲା। ବୁଝିପାରୁଛ? କ୍ଷତ୍ରିୟମାନଙ୍କ ପାଇଁ ଯୁଦ୍ଧ ବିଦ୍ୟା ଏବଂ ବ୍ରାହ୍ମଣମାନଙ୍କ ପାଇଁ ଦେବ ଅଧ୍ୟୟନ ବାଧ୍ୟତାମୂଳକ ଥିଲା। ଯେଉଁ ତୁମର ଏବେ କମ୍ପଲସରି ସବଜେକ୍ଟ ଅଛି ଯେଉଁ ତୁମର କ'ଣ ଓଡ଼ିଆ ଆଣ୍ଡ ଇଂଲିଶ ଠିକ୍ ସେହିପରି ସେହି ସମୟରେ କମ୍ପଲସରି ସବଜେକ୍ଟ କ'ଣ ଥିଲା ଯେଉଁମାନେ କ୍ଷତ୍ରିୟ ଥିଲେ ସେମାନେ କ'ଣ